ଗୋଟେ ପବିତ୍ର ସ୍ମୃତିରେ ବନଭୋଜନ ଏମିତି ଆମେ କରୁ, ଗୋଟେ ଖାମଖିଆଲି ଗୋଟେ ଖିଆଲି କରୁ, କିନ୍ତୁ ଏଇଟା ଖିଆଲି ସତ୍ସଙ୍ଗ ନୁହେଁ ବା ଉତ୍ସବ ନୁହେଁ, ଇଏ ଏକ ସ୍ମୃତି ମହୋତ୍ସବ। ଯୋଉଠିକି ଭାଇ ଆମର ପ୍ରଫୁଲ୍ଲ ଭାଇ କହୁଥିଲେ ଯେ ଠାକୁର 1969 ମସିହା ଠାକୁରଙ୍କର ମହାପ୍ରୟାଣ ହେଲା ଜାନୁଆରୀ 24 ତାରିଖରେ। ଜାନୁଆରୀ 9 ତାରିଖରେ ବନଭୋଜନ ହେଇଥିଲା, ଥରେ ମାତ୍ର ହେଇଥିଲା, ଆଉ ସେଇଟା ଶେଷ ଥର ଥିଲା, ପ୍ରଥମ ଥର ଥିଲା। ତାପରେ ଠାକୁରଙ୍କର ମହାପ୍ରୟାଣ ହେଲା। ଠାକୁର ଯେତେବେଳେ ଅସୁସ୍ଥ ରହିଲେ ସେତେବେଳେ ସାଧନାଦି ଯୋଉ ନିବେଦନ କରିଥିଲେ ଠାକୁର ଅନୁମତି ଦେଇଥିଲେ। ବଡ଼ଦାଙ୍କର ବ୍ୟବସ୍ଥାପନାରେ ମାଣିକପୁରରେ ସେତେବେଳେ ଆଜି ଯୋଉ ମାଣିକପୁର ଆପଣ ଯୋଉମାନେ ଯାଆନ୍ତି, ଯୋଉମାନେ ଯାଇନାହାନ୍ତି ଆଶ୍ରମ ଗଲା ପରେ ମାଣିକପୁର ଯିବେ। ମାଣିକପୁରରେ ଠାକୁରଙ୍କର ସେଇ ସ୍ମୃତି ରହିଛି, ମନ୍ଦିର ଅଛି, ବିଗ୍ରହରେ ଠାକୁରଙ୍କର ମା ବଡ଼ ମାଙ୍କର ବଡ଼ଦାଙ୍କର ବିଗ୍ରହ ରହିଛି। ଆଉ ବିଶେଷ ମୁଁ ସେଠି ଶୁଣିଛି ବର୍ତ୍ତମାନ ଆଚାର୍ଯ୍ୟ ଦେବ ଅନେକ ସମୟରେ ସେଇଠିକି ଯାଇକି ଧ୍ୟାନ କରନ୍ତି, ଧ୍ୟାନସ୍ଥ ହୁଅନ୍ତି। ମୁଁ ଶୁଣିଛି ସେଇଠିକାର ଯୋଉମାନେ ଅଛନ୍ତି ସେମାନେ କହିଲେ ସେତେବେଳେ ଆମେ ବାବା ଦାଦା ଡାକୁଥିଲୁ, ବର୍ତ୍ତମାନ ଆଚାର୍ଯ୍ୟ ଆମେ ବାବା ଦାଦା ଡାକୁଥିଲୁ। ହେଲେ ବାବା ଦାଦା ଆସନ୍ତି ରାତିରେ ବହୁତ ରାତି ନିଶାର୍ଦ୍ଧରେ ସେଇଠି ବସି ଧ୍ୟାନ କରନ୍ତି। ତେଣୁ ସେଟା ଧ୍ୟାନ ଉପଯୋଗୀ ଗୋଟେ ଜାଗା, ଯୋଉଟା ଠାକୁରଙ୍କର ପଦସ୍ପର୍ଶରେ ସେଟା ମହାତୀର୍ଥରେ ପରିଣତ ହେଇଥିଲା। ସେଇ ସ୍ମୃତିକୁ ବହନ କରି ଏଇଟା ଆମେ ସର୍ବଭାରତୀୟ ସ୍ତରରେ ସତ୍ସଙ୍ଗ ଆନୁକୂଲ୍ୟରେ ଏଇ ସତ୍ସଙ୍ଗ କେନ୍ଦ୍ର ମନ୍ଦିର ମାଧ୍ୟମରେ ହୁଏ। ବିଭିନ୍ନ କାରଣ ଯୋଗୁଁ ସେ ବନ୍ଦ ଥିଲା, ଆଉ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଗୋଟେ ବଡ଼ ଇତିହାସ ରହିଛି, ଅନ୍ୟ କୋଉ ଜିଲ୍ଲାରେ ନାହିଁ ଏଇଭଳି ଇତିହାସ ଯେ ଏଇ ଯୋଉ ବନଭୋଜନ ଉତ୍ସବ ସେଟା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଦିନେ ଖାଲି ଗଞ୍ଜାମ ଜିଲ୍ଲା ନୁହେଁ, ଓଡ଼ିଶା ବାହାରେ ସର୍ବଭାରତୀୟ ସ୍ତରରେ ଗଞ୍ଜାମ ଜିଲ୍ଲାରେ ଏତେ ବଡ଼ ଉତ୍ସବ ହୁଏ, ଆଉ ଜିଲ୍ଲା ସ୍ତରୀୟ ଭାବେ ସେଭଳି ନମୁନା କମ୍ ଆଜି ସେଭଳି ଉତ୍ସବ କରିବା ବି ଆମେ ଚିନ୍ତା କରିପାରୁନା। ତେଣୁ ସେତେବେଳେ ଯୋଉ ଉତ୍ସର୍ଗୀକୃତ ଗୁରୁ ଭାଇ ଥିଲେ, ଯେଉଁମାନେ ସମର୍ପିତ ଥିଲେ, ସେମାନେ ସମସ୍ତଙ୍କୁ ଏକଜୁଟ କରି ଉତ୍ସବଟି ପାଳନ କରାଯାଉଥିଲା। ସେଇଠୁ ବହୁ ଗୁରୁ ଭାଇ ତିଆରି ହେଇଥିଲେ, ଦୀକ୍ଷା ନେଇଥିଲେ। ଦୀକ୍ଷା ନେଲା ପରେ ଶୁଣନ୍ତୁ, ଇଏ ଏକ ପ୍ରକ୍ରିୟା। ଦୀକ୍ଷାଟା ଯେମିତି ମଞ୍ଜିଟା ପଡ଼ିଲେ ସେ ଗଛ ହବ କି ନାହିଁ ବହୁ ତା ଉପରେ ନିର୍ଭର କରେ। ଗୋଟେ ମଞ୍ଜିଟି ସାର୍ଟିଫାଇଡ ହେଇଥାଉ, ସେ ଯେତେ ସାର୍ଟିଫାଇଡ ହେଇଥାଉ, କିନ୍ତୁ ଉପଯୁକ୍ତତା ଯଦି ନଥାଏ, ମାଟିର ଉପଯୁକ୍ତତା, ତାକୁ ଯୋଉ ପରିପୋଷଣର ଉପଯୁକ୍ତତା ଯଦି ନଥାଏ, ତାହେଲେ ମଞ୍ଜିଟି ସାର୍ଟିଫାଇଡ ହେଇଥିଲେ ବି ସିଏ ତାର ସେ ଚାରା ହେଇପାରେ ନା, ବୃକ୍ଷରେ ରୂପାନ୍ତର ହେଇପାରେ ନା। ତେଣୁ ଏ ସବୁ ଭିତରେ ଦୀକ୍ଷାଟା ବି ସେଇଭଳି। ଆଜି ଦେଖିବେ ପୂଜନୀୟ ଅରବିନ୍ଦଙ୍କର 26ତମ ଜନ୍ମ ଦିବସ ପାଳନ ହେଲା। ସେଇଥିରେ ହଠାତ୍ ଆମେ ତ ଆଶ୍ରମ ଯାଇଥିଲୁ, କିନ୍ତୁ ସେଇ କଥା ଆମେ ଶୁଣି ନଥିଲୁ। ଏଇଠିକି ଆସିଲା ପରେ ମେସେଜ ଆସିଲା ଯେ ବୃକ୍ଷରୋପଣ, ଚାରା ରୋପଣ କରିବେ। ଆପଣ ଅନ୍ତତଃ ଗୋଟେ ଲକ୍ଷ୍ୟ ଚାରା ରୋପଣ ଯେମିତି ସତ୍ସଙ୍ଗ କେନ୍ଦ୍ର ମାଧ୍ୟମରେ ଭାଇମାନେ ମା ମାନେ ସବୁ କରିବେ। କଲେ ବି ଲକ୍ଷ୍ୟ କାହିଁକି ବହୁତ ବି ହେଇଥିବ, କିନ୍ତୁ ଦେଖନ୍ତୁ ଏ ଯୋଉ ଚାରାଟା ଆଉ ଥରେ ସେଥିରେ ଲେଖା ଅଛି ମେସେଜରେ, ସେଇଟା ହଉଛି ଇମ୍ପୋର୍ଟାଣ୍ଟ। ସେ ତଳେ ମେସେଜ ଲେଖା ଚାରା ରୋପଣ ତ କରିବେ, ତାକୁ ଜାଗ୍ରତ କରିବେ। ମୁଁ ଗଞ୍ଜାମ ଭାଷାରେ କହିଲି, ଏମିତି ଜାଗ୍ରତ କରିବେ ବର୍ଷେ ପର୍ଯ୍ୟନ୍ତ ତାକୁ ଦେଖୁଥିବେ। ବର୍ଷେ ପରେ ସିଏ ସଶକ୍ତ ହେଇଯାଏ, ସେ ବଞ୍ଚିବାର ନିଜର ଆତ୍ମନିର୍ଭର ହେଇଯାଏ। ତା ପର୍ଯ୍ୟନ୍ତ ସେ ଆତ୍ମନିର୍ଭର ନଥାଏ। ବିଭିନ୍ନ ବାଧା, ବିଭିନ୍ନ ଟିକେ କଣ ବି ବାଧା ଆସିଲା, ବିପରୀତ ପରିବେଶ ହେଲା, ସେ ନଷ୍ଟ ହେଇଯାଏ। ତେଣୁ ନଷ୍ଟ ହେବାର ବିଭିନ୍ନ ଅବସ୍ଥା ବି ରହିଛି। ଆପଣ ମଞ୍ଜିରେ ଯେତେବେଳେ ପକେଇବେ, ଆମେ ତ ମୁଁ ଚାଷୀ ଲୋକ, ଯେତେବେଳେ ଆମେ ଚିନାବାଦାମ ଭୁଇଁଚଣା ଯେତେବେଳେ ସିଆରରେ ପକାଉ, ମୁଁ ନିଜେ ସେଥିରେ ସାମିଲ ଥାଏ ପିଲାବେଳୁ ସବୁ। ଯେମିତି ସେ ଚିନାବାଦାମ ଗୋଟି ଗୋଟି ପକାଯିବ ସିଆରରେ, ଚାରିଆଡୁ ସବୁ ରଡି ହବ। ଆପଣ ବୁଝିପାରୁଥିବେ କିଏ ରଡୁଥିବ ତ? କାଉ ସବୁ ଆସିବେ, ଏତେ କାଉ ଆସିଯିବେ ଯେ ଖାଲି ରଡି ରଡି ଆପଣଙ୍କୁ ଚିତ୍କାର କରିକି ଭୟ ସୃଷ୍ଟି କରିବେ। ସେ ମଞ୍ଜିକି ଖାଇବା ପାଇଁ ସେମାନେ ଆସନ୍ତି। ଦେଖନ୍ତୁ, ଶତ୍ରୁ ସେଇଠୁ ଆରମ୍ଭ ହୁଏ। ତେଣୁ ଏଇ ଜୀବନ ବିଷୟ, ଗୋଟେ ବୃକ୍ଷ, ଗୋଟେ ଉଦ୍ଭିଦ, ଗୋଟେ ଯେ ମନୁଷ୍ୟ ତ ବହୁତ ଉନ୍ନତ, ଏ ସୃଷ୍ଟିରେ ସବୁଠୁ ଶ୍ରେଷ୍ଠ ଠାକୁରଙ୍କର ଈଶ୍ୱରଙ୍କର ପ୍ରତିଛବି ହେଉଛି ମଣିଷ। କିନ୍ତୁ ଉଦ୍ଭିଦ ବି କମ ନାହିଁ,
ସେ ସର୍ବତ୍ର ବିରାଜିତ। ଠାକୁର ଈଶ୍ୱର ସମସ୍ତଙ୍କ ଭିତରେ ବିରାଜିତ। ମଣିଷ 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 ଭିତରେ ମଣିଷ ଭଳି, ଉଦ୍ଭିଦ ଭିତରେ ଉଦ୍ଭିଦ ଭଳି, ପଥର ଭିତରେ ପଥର ଭଳି, କାଠ ଭିତରେ କାଠ ଭଳି, ଏ ସବୁ ଭିତରେ ରହିଛି ବୋଲି ତ ଆମେ ଏଠିକି ଆସିଛନ୍ତି। ସବୁଠି ଈଶ୍ୱର ବିଶେଷିତ ହେଇଛନ୍ତି। ଈଶ୍ୱରଙ୍କର ସତ୍ତା ବିରାଜିତ ହେଇଛି। କିଏ ଦେଖିପାରୁଛି କିଏ ନାହିଁ, କିଏ ଅନୁଭବ କରିପାରୁଛି କିଏ ନାହିଁ। ପ୍ରହ୍ଲାଦ ତ ଗୋଟିଏ ମୁହୂର୍ତ୍ତରେ କହିଲେ। ପ୍ରହ୍ଲାଦକୁ ଏତେ ଅତ୍ୟାଚାର ହେଲା, ଭଗବାନ ଶେଷକୁ ଯେତେବେଳେ ତାର ବାପା ନିଜେ ତାକୁ ଅତ୍ୟାଚାର କରୁଛନ୍ତି ଆଉ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କରିବା ପାଇଁ, ଏ ଯୋଉ ଦ୍ୱିତୀୟ ଅର୍ଥର ମର୍ମଟା ହଉଛି ଏହା। ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କରିବା ପାଇଁ ଅନେକ ପରିବେଶ ରହିଛି। ନିଜର ପିତୃଦେବ ଯେ ଜନ୍ମ ଦେଇଛନ୍ତି ସେ ଈଶ୍ୱରଙ୍କ ଠାରୁ ବିଚ୍ଛିନ୍ନ କରିବାକୁ ଚାହୁଁଛନ୍ତି, ଶତ ଚେଷ୍ଟା କରୁଛନ୍ତି। ପରିଶେଷରେ ଇଏ ବି ଅସହାୟ, ପ୍ରହ୍ଲାଦ ବି ଅସହାୟ। ସେ ନିଜର ଭକ୍ତିର ପରାକାଷ୍ଠା ସେ ଦେଖେଇଲେ। ତ ଭଗବାନ କଣ ଏଇଠି ଅଛନ୍ତି? ଗୋଟେ ତାଚ୍ଛଲ୍ୟରେ ସେ ପଚାରୁଛନ୍ତି, ତ ଭଗବାନ କଣ ଏଇ ତମ ଭିତରେ ଅଛନ୍ତି? ହଁ ଅଛନ୍ତି। ଏତେ ତାର ଆତ୍ମପ୍ରତ୍ୟୟ। ଜଣେ ମଣିଷ ତା ଭିତରେ ଏତେ ଆତ୍ମବିଶ୍ୱାସ ନଥିଲେ ଗୋଟେ ଖମ୍ବକୁ ଦେଖେଇକି କହୁଛନ୍ତି ମୋ ଭଗବାନ ଏଇଠି ଅଛନ୍ତି, ମୋ ହରି ଏଇଠି ଅଛନ୍ତି। ସିଏ ବି ବିଶ୍ୱାସ କରିପାରୁନାହାନ୍ତି। ନିଜର ଅହଙ୍କାର ବଶତଃ ତାକୁ ଆଘାତ ଦେଇଛନ୍ତି ଆଉ ସେଇଠୁ ସେ ବିରାଜିତ ହେଇଛନ୍ତି। ଇଏ ବି ଏକ ବିଜ୍ଞାନ। ଆମର ବିଶ୍ୱାସ ଭିତରେ, ଆମର ଆସ୍ଥା ଭିତରେ, ଆମର ଏସବୁ ଭିତରେ ବିଜ୍ଞାନ ଭରି ରହିଛି। ଇଏ କହିଦିଏ ଯେ ଈଶ୍ୱରଙ୍କର ସତ୍ତା ସର୍ବତ୍ର ସେ ବିରାଜିତ, ସେ ବିଶେଷିତ। ତେଣୁ ଯେତେବେଳେ ଆମେ ସେ ମଞ୍ଜିଟି ପକଉ ସେତେବେଳେ କାଉ ଅଡେଇବା ପାଇଁ ଆଉ 2 ଜଣ ଜଗିଥିବେ। ସେ ଆମେ ପକେଇଲା ପଛେ ପଛେ ସେ କାଉ ଗୋଟେ ଗୋଟେ ଖୁମ୍ପି ନେଇଯାଆନ୍ତି। ପୁଣି ସବୁ ସରିଲା ପରେ ମଧ୍ୟ ଆମେ ଯାଉ ସେଠିକି। ଆହୁରି କିଛି ଅଛନ୍ତି ପ୍ରାଣୀ ତାକୁ ଖୋଳିକିରି ଖାଇବେ। ଆଉ ଟିକେ ଯଦି ଗଜା ବାହାରିଲା ତାକୁ ଖାଇବା ପାଇଁ ବି ଅନେକ ଲୋକ ଅଛନ୍ତି। ଅନେକ ସବୁ ଆସିବେ, ବିଭିନ୍ନ ପ୍ରକାର ଶତ୍ରୁ ରହିଛନ୍ତି। ସେ ଗଛଟି ଯେତେବେଳେ ବଡ ହେଇଯାଏ ଚାଷୀ ଖୁସି ହୁଏ, ବିପଦ ମୁକ୍ତ ହେଇଯାଏ। ସେ ଆଉ ତାକୁ ବିପଦ ନାହିଁ। ସେ ଫଳ ପୁଷ୍ପରେ ଭରପୁର ହେବ, ଅନ୍ୟର ଉପକାର କରିବ। ସେତେବେଳେ ଚାଷୀ ଖୁସି ହୁଏ। ଚାଷୀର ଲକ୍ଷ୍ୟ ହେଉଛି ସେ ଫଳ। ଆମମାନଙ୍କର ଲକ୍ଷ୍ୟ ହେଉଛି ଯେ ଭକ୍ତି କଲେ ଯେ ଫଳଟା ଆସିବ, ସେ ଫଳ ପାଆନ୍ତୁ ଆମେ ଜଗୁନାହାନ୍ତି। ଆମେ ନିଜେ ନିରାଶ ହେଉଛୁ। ଆହୁରି ଏଭଳି ପାରିପାର୍ଶ୍ୱିକ ଶକ୍ତି ବି ଥାଏ ତାକୁ ସେଇଠୁ ନିଃଶେଷ କରିବା ପାଇଁ। ତେଣୁ ଠାକୁର କହୁଛନ୍ତି ଯେ ଶତ୍ରୁ ସର୍ବତ୍ର ଚତୁର୍ଦିଗରେ ତମ ଶତ୍ରୁ ରହିଛି। ଅସତ ନିରୋଧ ପରାକ୍ରମ ନିଜ ଭିତରେ ସଞ୍ଚୟ କରିବାକୁ ପଡେ। ଏ ଅସତ ନିରୋଧ ସତଇ, ଏ ସତା ହେଉଛି ଅସତ ନିରୋଧ ସତଇ। ତା ଭିତରେ ସେ ଶକ୍ତି ରହିଛି। ପିମ୍ପୁଡ଼ିଟି ମଧ୍ୟ ଲମ୍ବା ଲାଇନରେ ହିଁ ଯାଉଛି। ସେ ଲାଇନ ଚ୍ୟୁତ ହୁଏନି। ସେ ଦେଖୁଛି ଯେ ଲାଇନ ଚ୍ୟୁତ ହେଇଯିବ, ମରିଯିବ। ସେ ଯେତେବେଳେ ଲାଇନ ଚ୍ୟୁତ ହେଇଯିବ ସେତେବେଳେ ସେ ମରିଯିବ। ସେ ଲାଇନ ପଛେ ପଛେ ସେ ଯାଏ। ଏତେ କ୍ଷୁଦ୍ର ପ୍ରାଣୀ ଭିତରେ ମଧ୍ୟ ଅସତ ନିରୋଧ କରିବା ପାଇଁ ପ୍ରକୃତି ତା ଭିତରେ ବିଶେଷ କୌଶଳ ଜ୍ଞାନ ଈଶ୍ୱର ପ୍ରଦତ୍ତ। ସମସ୍ତଙ୍କ ଭିତରେ ସେଇ କୌଶଳ ରହିଛି। କିନ୍ତୁ ମଣିଷ ଭିତରେ ଗୋଟେ ବିଭତ୍ସ ଭାବରେ ସେ ଅଛି। ମଣିଷ, ଠାକୁର କହିଲେ ମଣିଷ ଯାହା ଆଜି ବୁଝେ ସେ ପରବର୍ତ୍ତୀ ସମୟରେ ଭୁଲିଯାଏ। ସେଥିପାଇଁ ତ ସତ୍ସଙ୍ଗ, କେତେ ଗୋରୁ ଗାଈ ବସି ସତ୍ସଙ୍ଗ କରୁଛନ୍ତି, କେତେ ଗୋରୁ ଗାଈ ଇତର ପ୍ରାଣୀ ବସିକିରି ସତ୍ସଙ୍ଗ କରୁଛନ୍ତି, ସେମାନେ କରୁନାହାନ୍ତି। କିନ୍ତୁ ମଣିଷ ମାନେ ଆମକୁ କରିବା ଆବଶ୍ୟକ ପଡୁଛି। ଆବଶ୍ୟକ ପଡୁଛି, ଖାଇବାଟା ଯେମିତି ଆବଶ୍ୟକ ପଡୁଛି, ପାଣି ପିଇବାଟା ଯେମିତି ଆବଶ୍ୟକ ପଡୁଛି, ପ୍ରତ୍ୟେକ କର୍ମରେ ଯାହା କରୁଛୁ ଆମେ ଆବଶ୍ୟକ ଅନୁଭବ କରୁଛୁ ବୋଲି ଆମେ ସେଟାକୁ କରୁଛୁ ଆବଶ୍ୟକ। ସେଇଭଳି ଭାବେ ଆଜି ମଣିଷ ବୁଝୁଛି ସତ୍ସଙ୍ଗ ବି ଆବଶ୍ୟକ ପଡିବ। ସତ୍ସଙ୍ଗ ବି ଆବଶ୍ୟକ। ସତ୍ସଙ୍ଗ ଯଦି ମୁଁ ନ କରିବି ତାହେଲେ ମୋ ମନଟାକୁ ଉଚ୍ଚତର ଭାବେ ନିମଜ୍ଜିତ କରିପାରିବି ନାହିଁ। ମୋ ମନଟାକୁ ଉଚ୍ଚଜିତ ଭାବେ ଯଦି ନିମଜ୍ଜିତ ନ କରିବି ତାହେଲେ ଇତରତା ମତେ ସ୍ପର୍ଶ କରିବ। ପାପ, ଭୟ, ଘୃଣା, ଲଜ୍ଜା, ଏସବୁ ଯୋଉ ଇତର ମାନଙ୍କର ଯୋଉ ବିଶେଷତ୍ୱ ସେଗୁଡାକ ମଣିଷକୁ ବିଶେଷ ଭାବରେ ମଣିଷ ଚରିତ୍ରରେ ସେଟା ବିକଶିତ ହବ। ମୋର ମନଟା ଯଦି ସେଇଠି ନ ଲାଗେ, ମୋ ମନଟା ଯଦି ଉଚ୍ଚତର ଭାବେ ସବୁବେଳେ ନିମଜ୍ଜିତ ନ ରହେ ତାହେଲେ ନିମ୍ନ ସ୍ତରର ଚିନ୍ତା ଗୁଡ଼ିକ ତାକୁ ସ୍ପର୍ଶ କରିବ, କରି ତାର ବ୍ୟକ୍ତିତ୍ୱକୁ ଜର୍ଜରିତ କରିବ, ତାର ପରିଚୟ ସିଏ ହରାଇବ। ସେ ଯେ ଈଶ୍ୱରଙ୍କର ପ୍ରତିଛବି, ସେ ଈଶ୍ୱରଙ୍କର ଯେ ଈଶ୍ୱର ତା ଭିତରେ ପ୍ରତିଫଳିତ ହେଉଛନ୍ତି, ସେ ପରିଚୟଟା ସିଏ ହରେଇ ଦିଏ।
ତେଣୁ ଏଇଭଳି ଏକ ସମ୍ବିକାଣ୍ଡରେ ଠାକୁର ଆସନ୍ତି। ଠାକୁର ବିଭିନ୍ନ ବାର ଆସିଛନ୍ତି, ବହୁ ବାର ଆସିଛନ୍ତି, ଏଇଥର ବି ଆସିଛନ୍ତି। ଏଇ ଆପଣମାନେ ତାର ପୃଷ୍ଠଭୂମି ବି କହୁଥିଲେ, ଗୋଟେ ସମ୍ୟକ ଧାରଣା ଦେଲେ। ଏଇ ଯୋଉ ଅସୁରବନ୍ଧ ନାଁଟା ଆଚାର୍ଯ୍ୟଙ୍କର ମୁହଁରେ ଆସିଲା। ଏବେ ଯେତେବେଳେ ଆଚାର୍ଯ୍ୟଙ୍କ ପାଖରେ ନିବେଦନ କରାଗଲା, ଆମର ପିଲାମାନେ ସବୁ ଯାଇ ହାତ ଯୋଡ଼ି ଆଚାର୍ଯ୍ୟ ନିବେଦନ କଲେ, ଆମେ ଗଞ୍ଜାମ ଜିଲ୍ଲାରୁ ଆସିଛୁ। ମୁଁ ଯାହା ଯେତେ ଖବର ପାଇଲି, ଗଞ୍ଜାମ ଜିଲ୍ଲାରୁ ଆସିଛୁ, ଆମେ ଡିପି ୱାର୍କସ ଗୋଟେ ଆମେ ସଂକଳ୍ପ ନେଇଥିଲୁ, ପୂଜନୀୟ ଅବିନ୍ଦାଙ୍କର 26ତମ ଜନ୍ମ ଦିବସରେ ଅନ୍ତତଃ 2600 ପରିବାର ଯାଇ ଡାଟା ଅପଡେଟ କରି ସେଟା ଗୋଟେ ସଂକଳ୍ପ ନେଇଥିଲୁ। ସେଥିରେ ସେମାନେ କୃତକାର୍ଯ୍ୟ ହେଇଛନ୍ତି। କୃତକାର୍ଯ୍ୟର ଗୋଟେ ଆନନ୍ଦ ବି ରହିଛି। ତେଣୁ ସେ ଆନନ୍ଦଟା କାହା ପାଖରେ ପରିବେଷଣ କରି, ମୋର ଯିଏ ପ୍ରିୟ ପରମ, ମୋର ଯିଏ ଜୀବନର ପ୍ରିୟ ପରମ, ମୋ ଆନନ୍ଦଟା ମୋ ପ୍ରିୟଙ୍କ ପାଖରେ ପ୍ରତିଫଳିତ ହେବାକୁ ଚାହେଁ। ମୋର ଆନନ୍ଦଟା ପିଲାଟା ଯେମିତି ସନ୍ତାନଟା ଯଦି କିଛି ଗୋଟେ ଭଲ କାମ କରିଦେଇଛି, ଭଲ ନମ୍ବର ରଖିଛି, ସେ କାହାକୁ ଆସି କହେ? ତାର ସବୁଠୁ ପ୍ରିୟ ଯିଏ, ତାର ମାଆକୁ କହେ, ତାର ବାପାଙ୍କୁ କହେ, ତାର ପ୍ରିୟଜନକୁ କହି ସେ ଆନନ୍ଦ ପାଏ। ଏଇଟା ଏକ ନ୍ୟାଚୁରାଲ ପ୍ରକ୍ରିୟା, ପ୍ରାକୃତିକ ପ୍ରକ୍ରିୟା। ତାର ପ୍ରିୟକୁ ସେ କହିବ। ତେଣୁ ଯେତେବେଳେ ଆଚାର୍ଯ୍ୟଙ୍କୁ ନିବେଦନ କରି ଆଚାର୍ଯ୍ୟ ଖୁସିରେ ବି ସେ ରିପୋର୍ଟଟା ମାଗିଛନ୍ତି। ରିପୋର୍ଟ ମାଗିକିରି ପୁରା ଡିଟେଲ ସବୁ ଦେଖି, 80ଟା ଆମର ପିନକୋଡ, ଗଞ୍ଜାମ ଜିଲ୍ଲାରେ 80ଟା ପିନକୋଡ, 80ଟା ପିନକୋଡରେ ସବୁଠି ପିଲାମାନେ ନିୟୋଜିତ ହେଇଛନ୍ତି। ମାନେ ଯୋଉମାନେ ଏଜୁକେଟେଡ ଆଉ ଟେକ୍ନିକାଲି ସାଉଣ୍ଡ ଅଛନ୍ତି, ସବୁ 80 ଜାଗାରେ ଆମେ ନିୟୋଜିତ କରିଛୁ। କିନ୍ତୁ ଗୋଟେ ଗୋଟେ ପିନକୋଡରେ ସେତିକି ଲୋକ ବି ନାହାନ୍ତି, ଆଉ ସେଇଠି ସକ୍ରିୟ ପିଲା ବି ଟିକେ ଅଭାବ ହେଉଛନ୍ତି। କେତେ ଇଣ୍ଟେରିୟର ପକେଟ ରହିଛି। ତା ଭିତରେ ଅସୁରବନ୍ଧଟା ଆଚାର୍ଯ୍ୟଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ତେଣୁ ଅସୁରବନ୍ଧରେ କାହିଁକି ଏଇଭଳି କମ ଅଛି ବୋଲି ପଚାରିଲେ। ତେଣୁ ପୁଣି କହିଲେ, ଗୋଟେ ଜେନେରାଲ କହିଲେ ଯେ ଯୋଉଠି ସବୁ ପୁଅର ଅଛି, ଯୋଉମାନେ ପୁଅର ପରଫର୍ମାନ୍ସ ଯୋଉମାନେ କରିପାରି ନାହାନ୍ତି, କୌଣସି କାରଣ ଥାଉ, କାହାକୁ ସେ ମାନେ ଛୋଟ କରିନାହାନ୍ତି, ବରଂ ଭୁରି ଭୁରି ପ୍ରଶଂସା କରିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ଗୋଟେ ସ୍ୱତନ୍ତ୍ର ଭାବେ ଅନ୍ୟ କୌଣସି ଜିଲ୍ଲାରେ ଏଭଳି ଉଦାହରଣ ନାହିଁ ଯେ ଏଭଳି ଭାବେ ସୁନ୍ଦର ଭାବେ କରି ତାକୁ ରିପୋର୍ଟ କରି ନିବେଦନ କରିଛନ୍ତି। ଏଇଟା ଗଞ୍ଜାମ ଜିଲ୍ଲାର ଗୋଟେ ସ୍ୱତନ୍ତ୍ରତା। ତେଣୁ ଆଚାର୍ଯ୍ୟ ବହୁତ ପ୍ରଶଂସା କରିଛନ୍ତି। ଆଉ ଯୋଉ ଗୁଡାକ ୱିକ୍ ଅଛି ସେଗୁଡାକୁ ଦ୍ୱିତୀୟ ପର୍ଯ୍ୟାୟରେ ଟିମ୍ କରି ଆପଣମାନେ ସେଗୁଡାକୁ ଇଏ କରିବେ। ମୁଁ ଆଜି ଶୁଣିଲି, କାଲି ପ୍ରଥମ କରି ଶୁଣିଲି ଅସୁରବନ୍ଧରେ ଏ ବନଭୋଜନ ହଉଛି। ଦେଖନ୍ତୁ, ଇଏ ଏକ ମତେ କାହିଁ ଲାଗୁଛି ଏକ କୋଇନ୍ସିଡେନ୍ସ, ଇଏ ଏକ ସଂଯୋଗ। ଆଚାର୍ଯ୍ୟ ମହୋଦୟ ଅସୁର, ମୁଁ ଏଇଠି ଥିଲି, ଏଇ ସବ୍ ଡିଭିଜନରେ ଥିଲି। ଏଇ ଅସୁରବନ୍ଧରେ ଆମର ବି ଭେଟେନାରୀ ଡିପାର୍ଟମେଣ୍ଟ ସେଣ୍ଟର ଅଛି, କିନ୍ତୁ ମୋ ମାଇଣ୍ଡ ଟିକେ ଭୁଲିଗଲି। ମୁଁ କାଲି ଘରେ ମିସେସ୍ କଲି, ଅସୁରବନ୍ଧଟା ବୋଧେ କୋଦଳାରେ, ତାପରେ ଏଇଠିକି ଆସିଲା ପରେ ଦିଲ୍ଲୀ ଭାଇ କଥାଲୁ ନା ଅସୁରବନ୍ଧ ତ ଏଇ ସୋରଡ଼ାରେ। ହଁ, ମୋର ମନେ ପଡିଗଲା, କାହିଁକି ମୁଁ ଏ ଅଞ୍ଚଳ ସବୁ ବୁଲିଛି। ମୁଁ ଏସଡିଓ ଥିଲି ଭଞ୍ଜନଗରରେ, ଯେତେବେଳେ ସେସବୁ ବୁଲି ଅସୁରବନ୍ଧରେ ଆମର ବି ସେଣ୍ଟର ଅଛି। ତେଣୁ ଅସୁରବନ୍ଧ ନାଁଟା ଆଚାର୍ଯ୍ୟଙ୍କର ମୁହଁରେ ବାହାରିବା, এইভাবে ଗୋଟେ ବନଭୋଜନର ଗୋଟେ ପ୍ରାକ୍ ପ୍ରସ୍ତୁତି ସେଠି ରହିବା ଏକ ସଂଯୋଗ ହେଇଛି। ଏଠି ଯୋଉମାନେ ଦୀକ୍ଷିତ ଆଗରୁ ଅଛନ୍ତି ସେମାନେ ଆଶୀର୍ବାଦ ଦେଇଛନ୍ତି, ତାଙ୍କୁ କହିବା ଦରକାର ନାହିଁ। ଆପଣମାନେ ଖାଲି ଟିକେ କହିଦିଅନ୍ତୁ ଆଚାର୍ଯ୍ୟଙ୍କର ବାର୍ତ୍ତାଟା, ଆଚାର୍ଯ୍ୟ ଦେବ ଆପଣଙ୍କ କଥା ଚିନ୍ତା କରୁଛନ୍ତି। ଦେଓଘରେ ବସି এই ଜଗତଟା କେତେ ବିରାଟ ଆପଣ ଚିନ୍ତା କରିପାରୁଛନ୍ତି। ଏ ବିଶ୍ୱ ବ୍ରହ୍ମାଣ୍ଡ କେତେ ସୂର୍ଯ୍ୟ ଅଛି। ଠାକୁର କହିଛନ୍ତି এই যে সূর্য আমি দেখুছি, সৌরমଣ୍ଡଳ ଦେଖୁଛୁ, এইଭଳି ଅନେକ ସୂର୍ଯ୍ୟ ମୁଁ ଦେଖିଛି। ଠାକୁର ନିଜେ କହୁଛନ୍ତି এইଭଳି ଅନେକ ହଜାର ହଜାର ସୂର୍ଯ୍ୟ ଅଛି। ଏ ସବୁ ସୂର୍ଯ୍ୟଙ୍କର ଗୋଟେ ବଡ ସୂର୍ଯ୍ୟ ଅଛି। ଠାକୁର ଅମେୟ ବାଣୀ ଯୋଉଟା ରହିଛି, ଅଶ୍ୱିନୀ କୁମାର ବିଶ୍ୱାସ ସହିତ କଥା ବେଲେ ଅମେୟ ବାଣୀ ବହିରେ ଆପଣ ଏଇଟା ପଢିବେ। ଏ ହଜାର ହଜାର ସୂର୍ଯ୍ୟ ଭିତରେ ଗୋଟେ ବଡ ସୂର୍ଯ୍ୟ ରହିଛି। ଆପଣ ଭାବୁଛନ୍ତି ଏତେ ବିରାଟ ବିଶ୍ୱ ବ୍ରହ୍ମାଣ୍ଡ ଯୋଉଟା ଆମେ ଚିନ୍ତା କରିପାରିବାନି, କରିବା ବି ଉଚିତ ନୁହେଁ, କରିକିରି ବି କୌଣସି କୂଳ କିନାରେ ଆମେ ପାଇବାନି। ତେଣୁ ଯିଏ ଏ ସବୁରେ ଯିଏ ସ୍ରଷ୍ଟା, ସେ ଗୋଟିଏ ଜାଗାରେ ବସି ଅସୁରବନ୍ଧ ନାଁଟା ଧରିଛନ୍ତି। ଏ ଅସୁରବନ୍ଧର ଭାଇ ମା ମାନେ କେତେ ଆଶୀର୍ବାଦ ପୁତ, ଆପଣ ମାନେ ଚିନ୍ତା କରନ୍ତୁ। ୟାକୁ ଭାଷା ଦେଇକିରି ପୁତ ବୁଝେଇ ହବନି। ତେଣୁ ଯଦି ଭାଇ ମାନେ ଏଠି କିଛି ଥାଆନ୍ତି ଅସୁରବନ୍ଧର, ସେମାନେ ନିଜକୁ ସେଇଭଳି ଭାବେ ମନେ କରନ୍ତୁ ଯେ ମୋର କଥା ମତେ ତ ଆଚାର୍ଯ୍ୟଙ୍କର ଘରେ ଆସି ପହଞ୍ଚିଲେ, ତା ମାଧ୍ୟମରେ ତ ଆସିବେ।
ଆମ ମାନଙ୍କ ମାଧ୍ୟମରେ ତ ଆମେ ବାର୍ତ୍ତା ଆସି ତାଙ୍କ ପାଖରେ ପହଞ୍ଚେନି। ଆପଣ ମାନେ ଏଠିକାର ସ୍ଥାନୀୟ ଭାଇଙ୍କୁ ଅନୁରୋଧ କରୁଛି, ଯେଉଁମାନେ ଡିପିଆର ସମ୍ପୃକ୍ତ, ଅନ୍ତତଃ ଗୋଟିଏ ଦିନ ଆସି ପ୍ରତ୍ୟେକଟି ପରିବାରକୁ ଆପଣ ଏଇ ବାର୍ତ୍ତାଟା ପହଞ୍ଚେଇବେ। ଆଉ ତାଙ୍କର ଯାହା ଯାହା ଅସୁବିଧା ରହିଛି, ଯୋଉ କାରଣ ଯୋଗୁଁ ଅସୁବିଧା ଅନେକ ପ୍ରକାର ହେଇପାରେ। ଠାକୁର କହୁଛନ୍ତି ଯେ ସମସ୍ତେ ସେ ଯୋଉ ଦୀକ୍ଷା ନେଇଛନ୍ତି ଛାଡି ଦେଇଛନ୍ତି ତା ନୁହେଁ। ଆପଣ ତାଙ୍କ ସହିତ ଆଲୋଚନା କରନ୍ତୁ, ସେ ଜାଣିକିରି ଛାଡି ନାହାନ୍ତି। ତାଙ୍କୁ କିଛି ପରିବେଶ ବାଧ୍ୟବାଧକତା କରିଛି। ଠାକୁର କହୁଛନ୍ତି କେହି ଛାଡିବେନି। ଠାକୁରଙ୍କର ମୋ କଥା ମୁଁ ପଢିଛି, ଯେ ଥରେ ଠାକୁରଙ୍କର ଚରଣାସ୍ଥିତ ହେଇଛି, ଯୋଉ ଇଚ୍ଛାରେ ଗୋଟିଏ ମୁହୂର୍ତ୍ତର ଇଚ୍ଛାରେ ତାଙ୍କ ସହିତ ସଂଯୁକ୍ତ ହେଇଛି, ସେ ଜନ୍ମ ଜନ୍ମାନ୍ତର ପାଇଁ ତାଙ୍କ ସହିତ ସେ ରହିଛି। ରହି ରହି ଲୌକିକ ଭାବେ ଆମେ ଭାବୁଛୁ ସେ ଆମଠାରୁ ଦୂରେଇ ଯାଇଛି। ସେ ଦୂରେଇନି। ସେ ନିୟମିତ ଭାବେ ଯାହା ଯାହା କରଣୀୟ ଗୁଡ଼ିକ କୌଣସି କାରଣରୁ ସେ କରିପାରେନି। ଠାକୁରଙ୍କ ଠାରୁ ସେ ବିଚ୍ଛିନ୍ନ ନାହିଁ। ଠାକୁର କହୁଛନ୍ତି କେହି ବିଚ୍ଛିନ୍ନ ହେଇପାରିବେନି। ଗୋଟିଏ ମୁହୂର୍ତ୍ତର ସଂଯୋଗ ହେଉଛି ଜନ୍ମ ଜନ୍ମାନ୍ତର ତପସ୍ୟାର ଫଳ। ସେ ତପସ୍ୟାର ଫଳ ଏତେ ସହଜରେ ସେ ବିଚ୍ଛିନ୍ନ ହେଇଯିବ? କେତେ ଜନ୍ମ ତପସ୍ୟା କରି ମଣିଷ ତାଙ୍କ ସହିତ ଯୁକ୍ତ ହେଲା ସେ ଦୀକ୍ଷାର ମାଧ୍ୟମରେ। ଇଚ୍ଛାରେ ହଉ, ଅନିଚ୍ଛାରେ ହଉ, ବାଧ୍ୟବାଧକତାରେ ହଉ, କିନ୍ତୁ ସଂଯୋଗ ହେଇଥିଲା। ସେ ଗୋଟିଏ ମୁହୂର୍ତ୍ତର ସଂଯୋଗ ପୁଣି ଜନ୍ମ ଜନ୍ମାନ୍ତର ପାଇଁ ସେ ଜାଗ୍ରତ ଉଜାଗର ହେଇ ରହିବ। ଏଟା କେବେ ଭାବିବା ନୁହେଁ ସେ ଠାକୁରଠାରୁ ବିଚ୍ଛିନ୍ନ ହେଇଛି। ବିଚ୍ଛିନ୍ନ ହେଇଛି, ନିୟମିତ ଭାବେ ସେ କିଛି କରିପାରୁନି। ଆପଣ ଯଦି ଆମ ସହିତ ତାଙ୍କୁ କମ୍ପେୟାର କରିବେ, ଆମେ ବି ଡିଫଲ୍ଟ। ଆପଣ ମାନେ ପଚାରନ୍ତୁ, ନିୟମିତ ଯାହା କରିବା କଥା ଠାକୁରଙ୍କର ନିର୍ଦ୍ଦେଶ ଆମେ କରୁଛନ୍ତି କି? ଆମେ ତାଙ୍କୁ କେବେ କହିବାନି ଯେ ତୁ ଠାକୁରଙ୍କ ଠାରୁ ଦୂରେଇଛୁ, ଆମଠାରୁ ଦୂରେଇନି। ଆମେ ବି ନିୟମିତ ଆମେ କରିପାରୁନୁ, ନିୟମ ମୁତାବିକ ଆମେ ବି କରୁନୁ, ଆମେ ବି ଡିଫଲ୍ଟ। କେତେ ଜନ୍ମ ଲାଗିଯିବ? ଠାକୁର କହିଛନ୍ତି ପୂର୍ଣ୍ଣତମ ତମର ଜୀବନକୁ ପୂର୍ଣ୍ଣତମ କରିବା ପାଇଁ ଏଇ ଜନ୍ମ ସଫିସିଏଣ୍ଟ ନ ହେଇପାରେ। କେତେ ଜନ୍ମ ଆସିବ ପୂର୍ଣ୍ଣତା ଆଡକୁ ତୁମେ ଯିବ? ପୂର୍ଣ୍ଣ ନ ହୁଏ ତ ନ ହେଇପାର, କିନ୍ତୁ ପୂର୍ଣ୍ଣତା ଆଡକୁ ଆମେ ଯାଉ। କେତେ ଜନ୍ମ ଆମକୁ ଲାଗିଯିବ? ତେଣୁ ଉଦାର ଭାବେ ଭଲ ପାଇବାର ହୃଦୟ ନେଇ, ସଂଶୋଧନର ହୃଦୟ ନେଇ ଗୋଟେ ମଣିଷ ପାଖରେ ଯଦି ମୁଁ ଉପସ୍ଥିତ ହେବି, ତାହେଲେ ସେ ମଣିଷର ହୃଦୟକୁ ଏଇ ଯୋଉ ମୋର ଭାବର ଗୋଟେ ଭାଷା ରହିଛି। ଠାକୁର କହୁଛନ୍ତି ତୁମକୁ କଥା କହିବାକୁ ନ ପଡିପାରେ, କିନ୍ତୁ ତମର ଭାବ ତ ବହୁତ କଥା କହିବ। ତୁମେ କିଭଳି ଭାବରେ ଚଲାବୁଲା କରୁଛ, କଥାଭାଷା କରୁଛ, ମଣିଷକୁ କେତେ ଦେଇ ତମେ ଭଲ ପାଉଛ, ତୁମର ଭାବଟା ହିଁ ଭାଷା ହେଇକରି ସେ ବୁଝିପାରିବ। ଏ ଭଲ ପାଇବାର ଭାଷାଟା ସମସ୍ତେ ବୁଝିପାରିବେ। ଗୋଟେ ଗୋରୁ ବି ବୁଝିପାରିବେ, ଗୋଟେ ଇତର ପ୍ରାଣୀ ବି ବୁଝିପାରେ। ଏ ଭଲ ପାଇବା ଠାକୁର ହଉଛି ଲଭ୍ ଇଜ ଦ ଲିଡର ଅଫ ଲାଇଫ। ଲଭ୍ ଇଜ ଦ ଲ ଅଫ ଲାଇଫ। এই লাভ হচ্ছে জীবনের নিয়ামক। ভাল পাইবাটা যোটি যেতে জাগ্রত, সে ভাল পাইবাটা যোটি শ্রেষ্ঠ সহিত যুক্ত হয়েছি, সে মনিষ ভিতরে চমক আসব ହିଁ আসব। সে মনিষ ভিতরে জ্যোতি বাহারিব ହିଁ বাহারিব। তার কথা, ভাষা, চলা বুলা, চাহানি সব কিছুরে জ্যোতি বিচ্ছুরিত হব। ঠাকুর কহতে জ্যোতিটা হচ্ছে তোমার ঈশ্বরঙ্গর পরিচয়। তেমন দীক্ষা নেলা বেলা আমি সংকল্প করছি তোমার জ্যোতি যেমনি পরিবেশরে খেলেই যাও। ঠাকুর কହୁଛନ୍ତି তোমার জ্যোতি, জ্যোতি মানে কোন? ମୁଁ ଯାହାକୁ ମୋର ଜୀବନର ପ୍ରତିଟି ଚଲାବୁଲାର ଅଭିବ୍ୟକ୍ତିର ପରିବେଷଣ ହେଉଛି ମୋର ଜ୍ୟୋତି। ଏ ଜ୍ୟୋତିଟା ଈଶ୍ୱରଙ୍କର ଦାନ, ଈଶ୍ୱରଙ୍କର ଇଏ ଦାନ। ତେଣୁ ଠାକୁର କହିଲେ ଏଇ ଜ୍ୟୋତି ହେଉଛି ତୁମର ପରିଚୟ। ତୁମେ ଜ୍ୟୋତି ଯେତେ କରିବ ତାଙ୍କର ହେଉଥିବ। ଏ ଭଲ ପାଇବାର ଭିତରେ ଜ୍ୟୋତି ତୁମର ପରିବେଶରେ ବିଚ୍ଛୁରିତ ହବ। ତମକୁ ଲୋକ ଖୋଜିବେ, ତମକୁ ଲୋକ ଖୋଜିବେ। ମତେ ଲୋକ ଭଲ ପାଉଛନ୍ତି କିନ୍ତୁ ଖୋଜୁନାହାନ୍ତି। ତାର କିଭଳି କଥା? ଆମେ ଲୋକ ଆଜି ସତ୍ସଙ୍ଗରେ ଠାକୁରଙ୍କର କୋଟି କୋଟି ମଣିଷ, ସେ ମଣିଷ ଆସିଛନ୍ତି କେମିତି? ଠାକୁରଙ୍କୁ ଦେଖି ଆସିନାହାନ୍ତି, ଆମ ମାନଙ୍କୁ ଦେଖି ଆସିଛନ୍ତି। ଏଇଟା ହୁଏତ ଅହଙ୍କାର ହେଇପାରେ। ଠାକୁର କହୁଛନ୍ତି ତୁମ ମାନଙ୍କର ଭଲ ପାଇବା। ଠାକୁରଙ୍କ ଜଣେ ପ୍ରଶ୍ନ, ଠାକୁର ଯାଚନାଟା କେତେବେଳେ ସହଜ ହବ? ଯାଚନା ତ ବହୁତ କଷ୍ଟକର ବ୍ୟାପାର। ଯୋଜନା ଇଷ୍ଟପତି କଣ ଆମେ କରୁଛୁ ସେଟା ମୋର ବ୍ୟକ୍ତିଗତ, କିନ୍ତୁ ଯାଜନାଟା ମୋର ଯେତେବେଳେ ସୋସିଆଲ ଲାଇଫକୁ ଯାଉଛି ସେଟା ବହୁତ କଷ୍ଟ ହୁଏ। ଠାକୁର ଯାଜନା ଠାକୁର କେତେବେଳେ ସହଜ ହବ? ଯାଜନାର କୌଶଳଟା ବତେଇ ଦିଅନ୍ତୁ। ଠାକୁର କହିଲେ ମଣିଷ ତୁମ ଉପରେ ଯେତେ ଶ୍ରଦ୍ଧାର ହେଇ ଉଠିବ, ମଣିଷର ଶ୍ରଦ୍ଧା ତୁମ ଉପରେ ଯେତେବେଳେ ଗଭୀର ହୋଇଉଠିବ, ତୁମର ପଦେ କଥା ତା ଭିତରେ ଟ୍ରାନ୍ସଫର୍ମ କରିଦେବ, ତାକୁ ପରିବର୍ତ୍ତନ ଗୋଟେ ରୂପାନ୍ତର କରିଦେବ। ସେ ଈଶ୍ୱରଙ୍କ ପ୍ରତି ଦିଗରେ ପରିଚାଳିତ ହେବ। ତେଣୁ ମଣିଷଟା ଯେତେ ଶ୍ରଦ୍ଧା, ଏ ମଣିଷ କାହାକୁ ଦେଖି ଆସିଛନ୍ତି? ଆମକୁ ଦେଖି ଆସିଛନ୍ତି। ଆଜି ଯଦି ଭାବୁଛୁ ମଣିଷ ଛାଡିକିରି ଯାଇଛନ୍ତି,
आमको देखिए ही छाड़ी आमे आमर भल पाइबा मनीष को संग्रह करे आम मानकर चारित्रिक त्रुटि मनीष आम ठार विच्छिन्न करे आसंत आत्मसमीक्षा करवा ये जो परिवेश बहुत भल परिवेश ठाकुर कहले अहम रही इंडिविजुअल आइडियल एंड मोर एनवायरनमेंट सब को बैलेंस नहीं मनीष चले तार जीवन टा परफेक्शन आड़ को गति कर आसतु ठाकुर को भल पाइबा निबिड़ भल पाइबा गभीर भल पाइबा विश्वास करवा अनुसरण करिया से जहाँ कहते अनुसरण कर नियमित भाव जीवन में रूपांतर करवा यह मो प्रार्थना करछि आज ये पवित्र दिन में आपण मान समस्त शांति स्वस्ति मंगल प्रार्थना कर जय